नमस्कार। आकाशवाणी कटक आंचलिक संवाद पढ़ुछंती आशुतोष पति। प्रधानमंत्री नरेंद्र मोदी अध्यक्षतार गतकाली नुआदिल्ली में केंद्र कैबिनेट बैठक अनुष्ठित हो जाइछि। बैठक में दिल्लीर लालकिल्लाठारे कार विस्फोरण घटना को दृढ़ निंदा करा जाइछि। एथिसहित ଏହି ବିସ୍ଫୋରଣରେ ଜୀବନହାନି ହୋଇଥିବାରୁ ଦୁଃଖ ପ୍ରକାଶ କରାଯିବା ସହିତ ମୃତକଙ୍କ ସମ୍ମାନାର୍ଥେ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଦେଶର ଏବଂ ପ୍ରତ୍ୟେକ ନାଗରିକଙ୍କର ସୁରକ୍ଷା ଦିଗରେ ସରକାର ଏହି ବୈଠକରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। କୌଣସି ପ୍ରକାର ସନ୍ତାସବାଦୀ କାର୍ଯ୍ୟ ପ୍ରତି ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ କରାଯାଉଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଆ ସିନେମା ଆମ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଓଡ଼ିଆ ଚଳଚ୍ଚିତ୍ରର ହୃତ ଗୌରବ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର କଳାଭୂମିଠାରେ ଆୟୋଜିତ 10ମ ଚଳଚ୍ଚିତ୍ର ସଂରକ୍ଷଣ ଓ ପୁନରୁଦ୍ଧାର କର୍ମଶାଳା 2025ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳଚ୍ଚିତ୍ର ସଂରକ୍ଷଣ ଆମ ସମସ୍ତଙ୍କ ସାଂସ୍କୃତିକ ଦାୟିତ୍ୱ। ଓଡ଼ିଆ ଚଳଚ୍ଚିତ୍ରର ପୁନରୁଦ୍ଧାର ପାଇଁ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ବରିଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ୱଇଦା ରେହମାନ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅଭିନେତା ଅମିତାଭ ବଚ୍ଚନ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ଓଡ଼ିଆ ଚଳଚ୍ଚିତ୍ରର ପ୍ରଶଂସା କରିଥିଲେ। ବାଲିଯାତ୍ରା ସାଧବଙ୍କ ସାହସର ପ୍ରତୀକ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି। କଟକର ଐତିହାସିକ ବାଲିଯାତ୍ରାରେ ଗତକାଲି ଯୋଗଦେଇ ରାଜ୍ୟପାଳ କହିଛନ୍ତି, ବାଲିଯାତ୍ରା ଭାରତର ସଭ୍ୟତାର ଏକ ଅଂଶ। ଏହା ଏକ ଭାରତ ଶ୍ରେଷ୍ଠ ଭାରତର ବାର୍ତ୍ତା ବହନ କରେ। ରାଜ୍ୟ ସରକାର ବାଲିଯାତ୍ରାର ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରିବା ପରେ ଆଜି ବାଲିଯାତ୍ରା ଉଦ୍ଯାପିତ ହେବ। ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ ଅଫିସର ASO ପଦ ପୂରଣ ପାଇଁ ଅନୁଷ୍ଠିତ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ପରୀକ୍ଷା ପରିଚାଳନାରେ ତ୍ରୁଟି ଅଭିଯୋଗରେ ହାଇକୋର୍ଟ ରେଜିଷ୍ଟ୍ରାର ଏହି ପରୀକ୍ଷାକୁ ବାତିଲ କରିଥିବା ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆସନ୍ତା ମାସ 7 ତାରିଖରେ ସାନି ପରୀକ୍ଷା କରାଯିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ASO ପଦରେ ନିଯୁକ୍ତି ପାଇଁ ଗତ ମେ 4 ତାରିଖରେ ପ୍ରାଥମିକ ପରୀକ୍ଷା ଏବଂ ଜୁଲାଇ 13 ତାରିଖରେ ମୁଖ୍ୟ ପରୀକ୍ଷା କରାଯାଇଥିଲା। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଆସନ୍ତାକାଲି ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଟ 14ଟି ଟେବୁଲରେ 26 ରାଉଣ୍ଡ ଗଣତି ହେବ। ସକାଳ 8ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ। ଏହାର ଅଧଘଣ୍ଟା ପରେ EVM ଗଣତି ହେବ ବୋଲି ଜିଲ୍ଲାପାଳ ମଧୁସୂଦନ ଦାସ ସୂଚନା ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆସନ୍ତା 18 ତାରିଖରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଏ ସମ୍ପର୍କରେ ସମସ୍ତ RDCଙ୍କୁ ପତ୍ର ଜାରି କରିଛନ୍ତି। ଭୁବନେଶ୍ୱର ଇକୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳା ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ସମାରୋହରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ପାଖାପାଖି 12 କୋଟିରୁ ଉର୍ଦ୍ଧ୍ୱ ବ୍ୟବସାୟ ହେଇଛି। 4.5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକମାନେ ଏଠି ଫୁଟଫଲ୍ ହେଇଛି। 2026ରେ ବାଲି ଦ୍ୱୀପରେ ସୁଭଦ୍ରା ଶକ୍ତି ମେଳା ହବ। ଆମ ମହିଳା ମାନେ ନିଜର ସ୍କିଲ୍ ଷ୍ଟଲ୍ ସଜେଇବାରେ ପ୍ରାଇଜ୍ ପାଉଛନ୍ତି। ଗୋଟେ ବଡ଼ ଏକ୍ସପୋଜର ତାଙ୍କୁ ଅଛି। କାର୍ଯ୍ୟକ୍ରମରେ ମେଳାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ବୈଦ୍ୟୁତିକ ଯାନ EV ନୀତିରେ ପ୍ରସ୍ତାବିତ ସଂଶୋଧନ ସମ୍ପର୍କିତ ବୈଠକ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ EV ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଓଡ଼ିଶା EV ନୀତି 2.0 ଢାଞ୍ଚା ଗଠନ ନେଇ ଆଲୋଚନା ହୋଇଥିଲା। ପୁରୀ ଶ୍ରୀମନ୍ଦିରରେ ଆଜି ଗୁରୁବାର ମାର୍ଗଶିର ମାସ କୃଷ୍ଣପକ୍ଷ ନବମୀ ତିଥିରେ ମହାପ୍ରଭୁଙ୍କର ଜାମା ଲାଗି ନୀତି ଆରମ୍ଭ ହେବ। ଆଜି ମଧ୍ୟ ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ଗୁପ୍ତ ନୀତି ହେବ। ଏଥିପାଇଁ ଆଜି ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ 4 ଘଣ୍ଟା ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରୁ ସୁରଟ ଯାଉଥିବା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏଣିକି ସପ୍ତାହରେ 3 ଦିନ ଚଳାଚଳ କରିବ। ରେଳ ବୋର୍ଡର ମଞ୍ଜୁରୀ ଅନୁଯାୟୀ ଉଧାନାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଅମୃତ ଭାରତ ଏକ୍ସପ୍ରେସ୍ ରବିବାର, ବୁଧବାର ଓ ଶୁକ୍ରବାର ଦିନ ଚଳାଚଳ କରିବ। ସେହିପରି ବ୍ରହ୍ମପୁର ଉଧାନା ପର୍ଯ୍ୟନ୍ତ ଏହି ଏକ୍ସପ୍ରେସ୍ ସୋମବାର, ଗୁରୁବାର ଓ ଶନିବାର ଦିନ ଚାଲିବ। ପୂର୍ବରୁ ଏହି ଟ୍ରେନ୍ଟି ସପ୍ତାହକୁ ଗୋଟିଏ ଦିନ ଚାଲୁଥିଲା। ରେଳଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା 2ରୁ 4 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇଛି। ଗତକାଲି 14ଟି ସହରର ତାପମାତ୍ରା 15 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ଦାରିଙ୍ଗିବାଡ଼ିଠାରେ ସର୍ବନିମ୍ନ ତାପମାତ୍ରା 8.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା।
ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2ଟା 32 ମିନିଟ୍ରେ।